ସବୁବେଳେ ବି ଚାହୁଁ ଆମର ମା ମାନେ ସମସ୍ତେ ବି ଚାହୁଁ ମୁଁ ବି ଚାहे କେମିତି ସଧବାରେ ସ୍ୱାମୀର ମଙ୍ଗଳ କାମନା କରିବା ଖାସ କରି ମୋ ସ୍ୱାମୀର ମଙ୍ଗଳ କାମନା କରିବା ପାଇଁ ଆମେ ଆଜି ସାବିତ୍ରୀ ବ୍ରତ କରୁଛୁ ମୁଁ ବି କରିଛି। ଆଜି ହେଉଛି ପବିତ୍ର ସାବିତ୍ରୀ। ଆଜିର ଦିନରେ ସ୍ୱାମୀର ଦୀର୍ଘାୟୁ କାମନା କରିବା ପାଇଁ ସଧବା ମହିଳା ମାନେ ପୂଜାର୍ଚ୍ଚନା କରିଥାନ୍ତି। ଆମେ ଅଛୁ ପ୍ରାଚୀ ତଟର ସିଦ୍ଧିପୁର ଗ୍ରାମର ସିଦ୍ଧେଶ୍ୱର ମନ୍ଦିରରେ ଅଛୁ। ଏଠି ବହୁ ପୁରାତନ କାଳରୁ ସାବିତ୍ରୀ ଆଉ ସତ୍ୟବାନଙ୍କ ଯୋଉ ପୂଜାର୍ଚ୍ଚନା କରାଯାଉଛି କିନ୍ତୁ ଆଜିର ଦିନରେ ସାବିତ୍ରୀଙ୍କ ପୂଜା ପାଇଁ ଏଠି ମହିଳା ସଧବା ମହିଳା ମାନଙ୍କର ମଧ୍ୟ ଭିଡ଼ ଜମିଥାଏ। ଆମେ ସେଇ ଦୃଶ୍ୟ ଦେଖେଇବୁ। ହାତରେ ରହିଛି ଫଳ ରହିଛି ଲୁଗା ରହିଛି ବିଭିନ୍ନ ସାମଗ୍ରୀ ଧରିକି ଏଠାରେ ପହଞ୍ଚିଛନ୍ତି ମନ୍ଦିରରେ ସ୍ୱାମୀର ଦୀର୍ଘାୟୁ କାମନା କରିବା ପାଇଁ। ଆଜି ମହିଳା ମାନେ ଆଜି ଭିଡ଼ ମଧ୍ୟ ଜମିଛି। ଆମ ପାଖରେ ଜଣେ ଅଛନ୍ତି ମା ଅଛନ୍ତି। ଆଜ୍ଞା ଆଜି ରହିଛି ପବିତ୍ର ସାବିତ୍ରୀ ଅମାବାସ୍ୟା ରହିଛି। ଏ ସାବିତ୍ରୀରେ ଆଜି ଯେତେବେଳେ ଆସିଛନ୍ତି ସ୍ୱାମୀର ଦୀର୍ଘାୟୁ କାମନା କରିବା ପାଇଁ କଣ କହିବେ? ଆଜ୍ଞା ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା। ଯେଉଁ ଅମାବାସ୍ୟାରେ କି ସ୍ୱାମୀ ମାନଙ୍କର ଦୀର୍ଘାୟୁ କରିବା ସବୁ ସାଧବ ନାରୀ ମାନେ ଏଠିକି ଆସନ୍ତି ଏବଂ ଠାକୁରଙ୍କୁ ତାଙ୍କର ନିଜ ମନସ୍କାମନା କଥା କହନ୍ତି ଏବଂ ସ୍ୱାମୀର ଦୀର୍ଘାୟୁ ନିମନ୍ତେ ଯେକୌଣସି ଉପାୟ ବି ସେମାନେ କରିଥାନ୍ତି। ଯେମିତି ସାବିତ୍ରୀ ନିଜ ସ୍ୱାମୀ ପାଇଁ ଯମକୁ ସାଙ୍ଗରେ ଲଢିକି ତାଙ୍କ ସ୍ୱାମୀକି ଆଣିଥିଲେ ସେମିତି ସବୁ ସାଧବ ନାରୀଙ୍କ ମନରେ ବି ଥାଏ ମୁଁ କେମିତି ମୋର ତପ ବଳରେ ଜପ ବଳରେ ମୋ ସ୍ୱାମୀକି ସମସ୍ତଙ୍କଠୁ ବଞ୍ଚେଇବି ଆଉ ନିଜେ କେମିତି ଅହ୍ୟ ଡେଙ୍ଗୁରା ନେଇକି ସବୁ ସାଧବ ନାରୀଙ୍କର ଏଠି ଯେତେ ବି ମନ୍ଦିରରେ ଆସିଛନ୍ତି ସମସ୍ତଙ୍କର ଗୋଟିଏ ଇଚ୍ଛା ଆମେ ଶଙ୍ଖା ସିନ୍ଦୁର ନେଇକି ଆସିଛୁ ଏବଂ ଶାଶୁଘର ଶଙ୍ଖା ସିନ୍ଦୁର ନେଇକି ହିଁ ଜୁଇରେ ଜଳିବୁ। ସେଥିପାଇଁ ଆମେ ସବୁବେଳେ ବି ଚାହୁଁ ଆମର ମା ମାନେ ସମସ୍ତେ ବି ଚାହୁଁ ମୁଁ ବି ଚାहे କେମିତି ସଧବାରେ ଯିବା ନିଜ ସ୍ୱାମୀର ମଙ୍ଗଳ କାମନା କରିବା ଖାସ କରି ମୋ ସ୍ୱାମୀର ମଙ୍ଗଳ କାମନା କରିବା ପାଇଁ ଆମେ ଆଜି ସାବିତ୍ରୀ ବ୍ରତ କରୁଛୁ ମୁଁ ବି କରିଛି। ନିଶ୍ଚିତ ରୂପେ କହିପାରିବା ଯେ କି ସ୍ୱାମୀର ଦୀର୍ଘାୟୁ କାମନା କରିବା ପାଇଁ ଆଜି ମନ୍ଦିରରେ ସକାଳୁ ସକାଳୁ ପୂଜାର୍ଚ୍ଚନା କରିଛନ୍ତି। ହାତରେ ରହିଛି ଶଙ୍ଖା ସିନ୍ଦୁର ରହିଛି ତା ସହିତ ଫଳ ରଖି ପହଞ୍ଚିଛନ୍ତି ସ୍ୱାମୀର ପୂଜାର୍ଚ୍ଚନା କରିବା ପାଇଁ ସ୍ୱାମୀର ଦୀର୍ଘାୟୁ କାମନା କରିବା ପାଇଁ। ଆମ ପାଖରେ ପୂଜକ ମହାଶୟ ଅଛନ୍ତି ତାଙ୍କ ସହିତ ଆଗ ଆଲୋଚନା କରିବା। ଆଜ୍ଞା ये जो मंदिर रही सत्यवान सावित्री मंदिर रही ये कौ शताब्दी मंदिर है ये मंदिर कौन महात्मा रही? ये हूँ प्राची तटर उत्तर दिगरे जो सिद्धेश्वर महादेव मंदिर अच्छा से ही पीठरे सत्यवान सावित्री आविर्भाव केउ आबहमान काल आमर पितृपिता अमल पिता प्रपिता वृद्ध प्रपिता महमान अमल बहु समय सधवा नारी माने आज निजर स्वामी दीर्घायु कामना करी ये पीठ को पूजा करने आसती एवं एठारे व्रत मनासी था। व्रत रखी एठारे सत्यवान सावित्री को फलमूल भोग करी सारिबा परे सत्यवान सावित्री को पूजा करी सारिबा परे निजर व्रत भांगती एवं खाद्यपेय मध्य पाई था। निश्चित भाव कहीपर से दृश्य माँ मैंने मंदिर को आसुँच आज जो सावित्री सत्यवान रही स्वामीर दीर्घायु कामना करने माँ मानकर भिड़ जमी पूजा अर्चना जारी रखिंट सकाल सकाल आसी मंदिर स्वामीर दीर्घायु कामना करने जो रही पुरातन परंपरा रही विधि रही से अनुसार आस पूजा मंदिर में पूजा कर घरे पूजा अर्चना करेंगे और स्वामीर दीर्घायु कामना करने आज दिन में व्रत रखिए जहाँ रही पुरातन काल आज रही से मंदिर आसई मंदिर जे कि सिद्धिपुर सिद्धेश्वर मंदिर में दीर्घ वर्ष हम सत्यवान और सावित्री पूजा पाँच किंतु आज दिन में सधवा नारी मैंने स्वामीर दीर्घायु कामना करने पूजा अर्चना कर प्रकाश कुमार बेहरा ओडिशा भास्कर।